ଦେଖନ୍ତୁ ପିଲାମାନେ ଆମେ ଆଜି ଓଡ଼ିଶା ଫରେଷ୍ଟ ଗାର୍ଡ଼ର ଇମ୍ପୋର୍ଟାଣ୍ଟ ଜେନେରାଲ ସାଇନ୍ସର 25ଟି କ୍ୱେଶ୍ଚନ୍ ଆଲୋଚନା କରିବା। ସେ କ୍ୱେଶ୍ଚନ୍ଟିର କ'ଣ ରହିଛି ତାର ଆଜି ଡିଟେଲ୍ସ ଆମେ ଜାଣିବା। ଦେଖନ୍ତୁ ପିଲାମାନେ ଯେଉଁମାନେ ମୋର ଭିଡ଼ିଓ ଦେଖୁଛନ୍ତି ସେମାନେ ସଦା କମେଣ୍ଟରେ ଲେଖନ୍ତୁ ଆପଣଙ୍କୁ ଭିଡ଼ିଓଟା କେମିତି ଲାଗୁଛି। ଯଦି ଖରାପ ଲାଗିଥିବ ମୁଁ ବେଟର୍ କରିବା ପାଇଁ ଚେଷ୍ଟା କରିବି। ଯଦି ବେଟର୍ ହେଇଥିବ ତାଠୁ ମଧ୍ୟ ମୋତେ ମାନେ ଫିଡ଼ବ୍ୟାକ୍ ଦେବା ଦରକାର କିଭଳି ଲାଗୁଛି। ମୋର ବଡ଼ କଥା ଏଇଟା ପିଲାମାନେ। ତାହେଲେ ଭିଡ଼ିଓଟି ଷ୍ଟାର୍ଟ କରିବା ଦ୍ୱାରା ପ୍ରଥମ କ୍ୱେଶ୍ଚନ୍ କ'ଣ ହେଉଛି, ଅଶୁଦ୍ଧତା ହେତୁ ଖଣିଜ ଲବଣ ସ୍ଫଟିକ ଗୁଡ଼ିକ କେଉଁ ବର୍ଣ୍ଣ ହୋଇଥାଏ? ତା ଲବଣର ତାର କେଉଁ ରଙ୍ଗ ହୋଇଥାଏ? ସେଇଟା ଦେଖନ୍ତୁ ହେଇଥାଏ ବାଦାମୀ ରଙ୍ଗ ତାର ହୋଇଥାଏ। ନିମ୍ନୋକ୍ତ କେଉଁ ଯୋଡ଼ା ଯୌଗିକର ରାସାୟନିକ ପ୍ରକ୍ରିୟାରୁ ସାଧାରଣତଃ ଲୁଣ ବା ସୋଡ଼ିୟମ୍ କ୍ଲୋରାଇଡ଼୍ ଉତ୍ପନ୍ନ ହୁଏ? କେଉଁ ଯୋଡ଼ାରୁ ଲୁଣ ବା ସୋଡ଼ିୟମ୍ ଅକ୍ସାଇଡ଼ ମାନେ କ୍ଲୋରାଇଡ଼୍ ଉତ୍ପନ୍ନ ହୋଇଥାଏ? ପିଲାମାନେ କୁହନ୍ତି ଆଉ ଆନ୍ସର କ'ଣ ରହୁଛି ଦେଖନ୍ତୁ 152 ନମ୍ବର ରାଇଟ୍ ଆନ୍ସର ରହୁଛି ଡି ଉପରୋକ୍ତ ସମସ୍ତ। ଏଥିରେ ସମସ୍ତ ଠିକ୍ ଆନ୍ସର। ପିଲାମାନେ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି ଏବେ ସବସ୍କ୍ରାଇବ୍ କରନ୍ତୁ। ମୁଁ ଯେବେ ବି ଫରେଷ୍ଟ ରିଲେଟେଡ଼ ଭିଡ଼ିଓ ଅପଲୋଡ଼ କରିବି ତାହେଲେ ସର୍ବପ୍ରଥମେ ପାଇପାରିବ। ନିମ୍ନୋକ୍ତ କେଉଁ ପଦାର୍ଥରୁ ପ୍ରସ୍ତୁତ ପାତ୍ରରେ ତୁମେ ଦହି କିମ୍ବା ଖଟା ଖାଇବାକୁ ପସନ୍ଦ କରିବ? ମାନେ କେଉଁ ପଦାର୍ଥ ତିଆରି ହେଇଥିବ ପାତ୍ର ଯାହାକି ତୁମେ ଦହି କିମ୍ବା ଖଟା ଖାଇବାକୁ ପସନ୍ଦ କରିବ? ଆଲୁମିନିୟମ ରାଇଟ୍ ଆନ୍ସର ଡି। ତଟକା କ୍ଷୀରର pH କେତେ? 6। ବର୍ଷା ଜଳରେ pH କେତେରୁ କମ୍ ହେଲେ ତା ଅମ୍ଳ ବର୍ଷା କୁହାଯାଏ? କେଉଁଠି ପିଲାମାନେ କେତେରୁ କମ୍ ହେଲେ ତାକୁ ଅମ୍ଳ ବର୍ଷା ବୋଲି କୁହାଯିବ? 5.6ରୁ କମ୍ ହେଲେ ତାକୁ ଅମ୍ଳ ବର୍ଷା ବୋଲି କୁହାଯାଏ। ରାଇଟ୍ ଆନ୍ସର ଏ। କେଉଁଟି ଅଲଗା? ଏମିତିରେ କେଉଁଟା ଅଲଗା? ବେକିଂ ସୋଡ଼ା ଅଛି, କ୍ଷାର ସୋଡ଼ା ଅଛି, ଖାଇବା ସୋଡ଼ା ଅଛି, ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ ଅଛି। ଦେଖନ୍ତୁ କ୍ଷାର ସୋଡ଼ା ଅଛି ଅଲଗା। ରାଇଟ୍ ଆନ୍ସର ଡି। ସାର୍ବଜନୀନ ସୂଚକ କାହାକୁ କୁହାଯାଏ? କାହାକୁ କୁହାଯାଏ ପିଲାମାନେ? କେତେ ଗୁଡ଼ିଏ ସୂଚକର ମିଶ୍ରଣକୁ ସାର୍ବଜନୀନ ସୂଚକ ବୋଲି କୁହାଯାଏ? ରାଇଟ୍ ଆନ୍ସର ଏ। କେଉଁଟି ଏକ ମୃଦୁ ଅସଂଖ୍ୟାରକ କ୍ଷାରକ? ଅସଂଖ୍ୟାରକ କ୍ଷାରକ ପିଲାମାନେ କୁହନ୍ତି କି? 58 ରାଇଟ୍ ଆନ୍ସର ସି NaHCO3। କେଉଁଥିରେ NaHCO3କୁ ବ୍ୟବହାର କରାଯାଏ ନାହିଁ? ଦଳ ବିଚ୍ଛେଦନ। ରାଇଟ୍ ଆନ୍ସର ଏ। ପେଟର ଅମ୍ଳ ଦୋଷ ଦୂର କରିବା ପାଇଁ କେଉଁଟିକୁ ବ୍ୟବହାର କରାଯାଏ ନାହିଁ? NaOH ବ୍ୟବହାର କରାଯାଏ ନା ଆଉ ସମସ୍ତ ବ୍ୟବହାର କରାଯାଏ? କାହାର pH ପ୍ରାୟ 14? କାହାର ପିଲାମାନେ କୁହନ୍ତି 161? ରାଇଟ୍ ଆନ୍ସର ଏ। ଏଥିରେ କେଉଁଟି ଅଲଗା ପିଲାମାନେ? ତ ଏଇ 62 ଦେଖନ୍ତୁ କ୍ଷାର ସୋଡ଼ାଟି ଅଲଗା। ଏଥିରେ ମଧ୍ୟ କେଉଁଠି ଅଲଗା ପଚାରିଛି 163 ଦେଖନ୍ତୁ କ'ଣ ଅଲଗା? MgCl2 ଅଲଗା। ରାଇଟ୍ ଆନ୍ସର ଡି। ଏଥିରେ ମଧ୍ୟ କେଉଁଠି ଅଲଗା ପଚାରି ଦେଖନ୍ତୁ 164? ରାଇଟ୍ ଆନ୍ସର ବି। କାହାର ଅଣୁ ସଂକେତ CaCO3? କାହାର ପିଲାମାନେ? ଚକ୍, ମାର୍ବଲ, ଚୁନପଥର ସମସ୍ତ ଅଣୁ ସଂକେତ CaCO3 ଉପରୋକ୍ତ ସମସ୍ତ। ରାଇଟ୍ ଆନ୍ସର ଡି। କେଉଁଟି ଏକ ସବଳ ଅମ୍ଳ ନୁହେଁ? ଏହା ଭିତରେ କେଉଁଟାକୁ ସବଳ ଅମ୍ଳ କୁହାଯାଏ ନାହିଁ? ରାଇଟ୍ ଆନ୍ସର ସି CH3COOH ସବଳ ଅମ୍ଳ କୁହାଯିବ ନାହିଁ। NaCl ଓ NaNO3ର ଜଳୀୟ ଦ୍ରବଣ pH x ଓ y ହେଲେ x ଓ y ମଧ୍ୟରେ ସମ୍ପର୍କ କ'ଣ ହେବ? ଦେଖନ୍ତୁ ରାଇଟ୍ ଆନ୍ସର ସି ରହୁଛି x <y। ମିଲ୍କ ଅଫ୍ ମ୍ୟାଗ୍ନେସିୟମ୍ ରାସାୟନିକ ସଂକେତ କେତେ? Mg ଓ
H2 ରାଇଟ୍ ଆନ୍ସର୍ ଏ। କେଉଁଟି ଭୁଲ ଉକ୍ତି? Al2O3 MgO ଠାରୁ ଅଧିକ କ୍ଷାରୀୟ। ରାଇଟ୍ ଆନ୍ସର୍ ଡିଟା ଭୁଲ ଉକ୍ତିଟି। CuSO ପରେ ଏକ କି ପ୍ରକାର ଲବଣ? ଏଇଟା ଗୋଟେ ଅମ୍ଳ ଅମ୍ଳ ପିଲାମାନେ। ରାଇଟ୍ ଆନ୍ସର୍ ବି। 71 ପିଲାମାନେ ଉତ୍ତର ମୁଁ କହିବିନି, ତୁମେ ତ କମେଣ୍ଟରୁ ଉତ୍ତରଟି ଜଣାଇବ। Na2CO3 ପ୍ଲସ୍ 2HCl କ'ଣ ଉତ୍ପନ୍ନ କରେ? NaCl ପ୍ଲସ୍ H2O CO2। ଏହି ପ୍ରକ୍ରିୟାକୁ ନିମ୍ନତ କେଉଁ ସୂଚନାଟି ମିଳୁଛି? ଏଇଟା ତୁମେ କମେଣ୍ଟରୁ ପିଲାମାନେ ଜାଣିବ, ଦେବ ମୋତେ ଉତ୍ତର।